ନାଇଁ ତାଙ୍କୁ ଏପର୍ଯ୍ୟନ୍ତ ପଚରା ଉଚରା ହେଇନି ଯେହେତୁ ସେ ଜଣେ ବିଦେଶୀନି ଏବଂ ତାଙ୍କର ଇଣ୍ଡିଆନ୍ ଲଜ୍ ଉପରେ ଆଇଡିଆ ନାହିଁ ଏବଂ ଆମର ପ୍ରଭୁ ଜଗନ୍ନାଥଙ୍କ ଉପରେ ତାଙ୍କର କିଛି ସେମିତି ଧାରଣା ବି ନାହିଁ। ତ ଆମେ ଜଷ୍ଟ ପଚାରିବୁ ସେଟା ପରେ ଆମେ ତାଙ୍କୁ ପଚାରିବୁ କୋଉ ସଂକ୍ରାନ୍ତରେ ସେ କରିଥିଲେ। ଦେଖନ୍ତୁ କାଲି ସନ୍ଧ୍ୟାବେଳେ ସୁବ୍ରତ କୁମାର ମହାନ୍ତି ଭୁବନେଶ୍ୱରର ତାଙ୍କର କିଛି ବନ୍ଧୁଙ୍କ ସହିତ ଆସିଥିଲେ ଶହୀଦନଗର ଥାନାକୁ ସନ୍ଧ୍ୟାବେଳେ ଏବଂ ସେ ଗୋଟେ ରିପୋର୍ଟ ଦେଇଥିଲେ ଯେ ଏଠି ଯୋଉ ଆମର ଶହୀଦନଗରରେ ଗୋଟେ ଅଛି ରକି ଟାଟୁ ଗୋଟେ ଷ୍ଟୁଡିଓ ଅଛି, ତାର ଓନର ଯିଏ ରକି ସେ ସୋସିଆଲ ମିଡିଆରେ ଗୋଟେ ଫଟୋ ଛାଡ଼ିଥିଲା ଜଣେ ବିଦେଶୀଙ୍କ ଜଙ୍ଘରେ ଆମର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୋଟେ ଟାଟୁ କରିକିରି ସେ ସେଇ ଫଟୋଟାକୁ ସୋସିଆଲ ମିଡିଆରେ ଛାଡ଼ିଥିଲା। ଯେହେତୁ ଏହା ଗୋଟେ ସମ୍ବେଦନଶୀଳ ମାମଲା ଏବଂ ଆମର ଧାର୍ମିକ ଭାବନାରେ ଗୋଟେ ଆଘାତ ପହଞ୍ଚାଇଥିଲା, ତ ସେମାନେ ସେ ଯୋଉ ରକି ଏଗେନଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମକୁ ଦାବି କରିଥିଲେ। ଆମେ ଶହୀଦନଗର ଥାନାରେ ଏ ସଂକ୍ରାନ୍ତରେ ଗୋଟେ କେସ୍ କରିଥିଲୁ। ସେ କେସ୍ର ତଦନ୍ତ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଜଣେ ବିଦେଶୀ ମହିଳା ସିଏ ପହରଦିନ ଆସିଥିଲେ ଏ ଯୋଉ ଟାଟୁ କରିବା ପାଇଁ ରକି ଷ୍ଟୁଡିଓକୁ। ସେଠି ସେ କଥା ହେଇସାରିଲା ପରେ ତାଙ୍କର ଷ୍ଟୁଡିଓରେ ରକିର ନିର୍ଦ୍ଦେଶ କ୍ରମେ ତାର ଜଣେ ଆର୍ଟିଷ୍ଟ ସେ ବିଦେଶୀଙ୍କ ଜଙ୍ଘରେ ଏ ଟାଟୁଟି କରିଥିଲା ଏବଂ ରକି ତାର ଫଟୋ ସୁଟ୍ କରିଥିଲା ଏବଂ ନିଜ ମୋବାଇଲରେ ହ୍ୱାଟ୍ସଆପ୍ର ଯୋଉ ଷ୍ଟାଟସରେ ତାକୁ ଛାଡ଼ିଥିଲା, ଯାହାକୁ ଦେଖିବା ପରେ ଏମାନେ ଆସି ରିପୋର୍ଟ ଦେଇଥିଲେ। ଆମେ ସେ ଦୁଇ ଜଣ ଯୋଉ ରକି ଆଲିଆସ ରକି ରଞ୍ଜନ ବିଶୋଇ ଏବଂ ତାର ଯିଏ ଆର୍ଟିଷ୍ଟ ତା ନାଁ ହେଲା ଅଶ୍ୱିନୀ କୁମାର ପ୍ରଧାନ, ଏ ଦୁଇ ଜଣଙ୍କୁ ଆରେଷ୍ଟ କରିଛୁ ଏବଂ କାଲି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯିବ। ନାଇଁ ସେ ଷ୍ଟାଟସରେ ପକେଇଥିଲା, ତାର ଯୋଉ ହ୍ୱାଟ୍ସଆପ୍ ଷ୍ଟାଟସରେ ପକେଇଥିଲା ଏବଂ ସେ ପରେ ତାକୁ ଡିଲିଟ୍ କରିଦେଇଥିଲା। ଏ ସଂକ୍ରାନ୍ତରେ ବିଏନ୍ଏସ୍ ର ଧାରା 196(299) ଆଉ କ୍ଲଜ 3 କ୍ଲଜ 5 ମାନେ ଯୋଉଟା ଦି ଜଣ ମିଶିକି କରିଥିଲେ, ଏଇ ତିନୋଟି ଦଫାରେ ଆମେ ତାଙ୍କୁ ଗିରଫ କରିଛୁ। ନାଇଁ ତାଙ୍କୁ ଏପର୍ଯ୍ୟନ୍ତ ପଚରା ଉଚରା ହେଇନି ଯେହେତୁ ସେ ଜଣେ ବିଦେଶୀନି ଏବଂ ତାଙ୍କର ଇଣ୍ଡିଆନ୍ ଲଜ୍ ଉପରେ ଆଇଡିଆ ନାହିଁ ଏବଂ ଆମର ପ୍ରଭୁ ଜଗନ୍ନାଥଙ୍କ ଉପରେ ତାଙ୍କର କିଛି ସେମିତି ଧାରଣା ବି ନାହିଁ। ତ ଆମେ ଜଷ୍ଟ ପଚାରିବୁ ସେଟା ପରେ ଆମେ ତାଙ୍କୁ ପଚାରିବୁ କୋଉ ସଂକ୍ରାନ୍ତରେ ସେ କରିଥିଲେ, କିନ୍ତୁ ତାଙ୍କ ବିରୁଦ୍ଧରେ ସେମିତି କିଛି ଆଇନ ଅନୁସାରେ ଆମେ କାର୍ଯ୍ୟାନୁଷ୍ଠାନ ଭାବୁଛୁ ନବାଟା ସମୀଚୀନ ବର୍ତ୍ତମାନ ନୁହେଁ, ଯେହେତୁ ସେ ଲିଷ୍ଟ କନସର୍ନ ଆବାଉଟ ଦ ଇଣ୍ଡିଆନ୍ ଲଜ୍ ଆଣ୍ଡ ପ୍ରଭୁ ଜଗନ୍ନାଥ ସେ ସଂକ୍ରାନ୍ତରେ ଇନଭେଷ୍ଟିଗେସନ ଚାଲିଛି। ହଁ ରକି କହିବା ଅନୁସାରେ ସିଏ ତା ପାଖକୁ ପୋଷ୍ଟ କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି।